ଏମିତି କିଛି ପ୍ରକୃତିର ଖରାପ ସୂଚନା ଦେଖି ଯୁଧିଷ୍ଠିରଙ୍କ ମନ ବହୁତ ଅଶାନ୍ତ ହୋଇଯାଇଥିଲା। ଆଉ ସେ ଦେଖିଥିଲେ ଯେତେବେଳେ ଅର୍ଜୁନ ଦ୍ୱାରକାରୁ ଫେରି ଆସିଥିଲେ ତାଙ୍କର ଦେହରେ ସେ ପୂର୍ବ ଭଳି ତେଜ ନଥିଲା। ନା ସେ ଶକ୍ତିଶାଳୀ ଦେଖାଯାଉଥିଲେ ନା ତାଙ୍କ ମୁହଁରେ ସେ ହସ ଥିଲା। ତେବେ କ'ଣ ହୋଇଥିଲା ତାଙ୍କ ସହ? ଆଉ କ'ଣ ଥିଲା ସେ ପ୍ରକୃତିର ଚମତ୍କାର ଯାହା ଦେଖି ଯୁଧିଷ୍ଠିରଙ୍କ ମନ ଅଶାନ୍ତ ହୋଇଥିଲା? ତା ପୂର୍ବରୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ ଦବାଇ ଦିଅନ୍ତୁ। ଯେତେବେଳେ ବି ମୁଁ କିଛି ନୂଆ ଭିଡ଼ିଓ ଅପଲୋଡ଼ କରିବି ଆପଣଙ୍କୁ ତା ନୋଟିଫିକେସନ୍ ମିଳିଯିବ। ଚାଲନ୍ତୁ ଆରମ୍ଭ କରିବା। ଯେତେବେଳେ ଯୁଧିଷ୍ଠିର ରାଜ୍ୟ ଶାସନ କରୁଥିଲେ ଆଉ ଧର୍ମଦୂତର ବହୁତ ସମୟ ପରେ ଯେତେବେଳେ ଶ୍ରୀକୃଷ୍ଣଙ୍କର ବାର୍ତ୍ତା କିଛି ଯୁଧିଷ୍ଠିରଙ୍କ ପାଖରେ ପହଞ୍ଚିଲା ନାହିଁ, ସେ ଶ୍ରୀକୃଷ୍ଣଙ୍କ ବାର୍ତ୍ତା ଜାଣିବା ପାଇଁ ସେ ଅର୍ଜୁନକୁ ଦ୍ୱାରକା ପଠାଇଥିଲେ। ଏମିତି ଭିତରେ 7 ମାସ ବିତିଗଲା। ଅର୍ଜୁନର କିଛି ଖବର ମିଳିଲା ନାହିଁ। ଏମିତି ଏକ ଦିନ ଯୁଧିଷ୍ଠିର ଆଉ ଭୀମ ବନକୁ ଯାଇଥିଲେ। ସେଠାରେ ବହୁତ କିଛି ଘଟିଥିଲା, ଯେମିତିକି ଆକାଶ ନାଲି ଦେଖାଯିବା ସହ ଆକାଶରୁ ବିଜୁଳି ଅନବରତ ମାରୁଥିଲା। ଆଉ ମଧ୍ୟ ଆକାଶ 2 ଭାଗରେ ଚିରି ହୋଇଯିବା ଭଳି ପ୍ରତୀତ ହେଉଥିଲା। ଏହି ଭିତରେ କୁକୁରମାନେ ଯୁଧିଷ୍ଠିରଙ୍କୁ ଦେଖି ଭୋକିବା ଆରମ୍ଭ କରିଦେଇଥିଲେ। ଆଉ ଗଧମାନେ ଯୁଧିଷ୍ଠିରଙ୍କ ଡାହାଣ ପଟେ ଯିବା ସହ ଗାଈମାନେ କାନ୍ଦୁଥିଲେ। ଆଉ କୁହାଯାଏ ଯେ ଗଧ ଯେତେବେଳେ ଡାହାଣ ପାଖ ଦେଇ ଗତି କରେ ସେତେବେଳେ ତାକୁ ଅଶୁଭ ସଂକେତ ମନାଯାଏ। ତାପରେ ବି ସବୁଠାରୁ ପୁଣ୍ୟ ଗୋମାତା ଯିଏକି କାନ୍ଦୁଥିଲେ। ଆଉ ଏଇ ଜିନିଷ ଦେଖି ସେ ଭୀମସେନଙ୍କୁ କହିଲେ, ହେ ଶକ୍ତିଶାଳୀ ମୋ ଭାଇ, ଆଜି ମୋ ବାମ ଆଖି ଡେଇବା ସହିତ ମୋର ବାମର ପ୍ରତ୍ୟେକ ଅଙ୍ଗ ଫଟଫଟ ହେଉଛି। ଆଉ ଦେଖ ଆକାଶରେ ସେ ବିଜୁଳି ମାରୁଛି ଯାହା 2 ଭାଗରେ ବିଭକ୍ତ କରିଦେଉଛି। ଆଉ ଆକାଶର ରଙ୍ଗ ନାଲି ହେଇଯାଉଛି ଯାହା ଅଶୁଭ ସଂକେତ ମୋତେ ପ୍ରତୀତ ହେଉଛି। ଆଉ ଦେଖ ଶୃଗାଳମାନେ କେମିତି ସୂର୍ଯ୍ୟକୁ ଦେଖି ଭୋକିବାରେ ଲାଗିଛନ୍ତି, ଏହା ମୋତେ ଅପଶକୁନ ପ୍ରତୀତ ହେଉଛି। ଏବେ କ'ଣ କରିବା? ଆଉ ମଧ୍ୟ ସେ କିଛି ବିରାମ ନେଇ କହିଲେ, 7 ମାସ ହେଲା ଅର୍ଜୁନ ଦ୍ୱାରକାକୁ ଯାଇଛି, ତାର କିଛି ସୂଚନା ନାହିଁ। ତା ସହିତ କିଛି ଖରାପ ଘଟୁନି ତ? ମୁଁ କ'ଣ କରିବି? ମୋ ମୁଣ୍ଡରେ କାହିଁକି ଏତେ ଚିନ୍ତା ଆସୁଛି? ମୋତେ କିଛି ଉପାୟ ଦିଶୁନାହିଁ। ଆଉ ସେ ଏହା କହି କାନ୍ଦିବାକୁ ଲାଗିଲେ। କିନ୍ତୁ ସେହି ସମୟରେ ଅର୍ଜୁନକୁ ଦୂରରୁ ଦେଖି ସେ ଟିକିଏ ଆଶ୍ୱସ୍ତ ହେଲେ। ଯେତେବେଳେ ସେ ଅର୍ଜୁନକୁ ଦେଖିଲେ ଆଉ ଅର୍ଜୁନ ଯେତେବେଳେ ଆସି ତାଙ୍କ ପାଖରେ ପହଞ୍ଚିଗଲା, ସେ ଦେଖିଲେ ତାଙ୍କ ମୁହଁରେ ସେ ତେଜ ନାହିଁ, ନା ତାଙ୍କ ଶରୀରରେ ସେ ଶକ୍ତି ଅଛି। ଆଉ ତାଙ୍କ ହାତରେ ଗାଣ୍ଡିବ ନାହିଁ। ଆଉ ତାଙ୍କ ମୁହଁ ଓ ଦେହ ଶୁଖିଯାଇଛି। ଆଉ ସେ ଅନବରତ କାନ୍ଦୁଛନ୍ତି। ସେ ପଚାରିଲେ, ହେ ଧନଞ୍ଜୟ, କ'ଣ ହେଲା ତୁମର? କାହା ସହିତ ଯୁଦ୍ଧ ହେଲା କି? କିମ୍ବା ତୁମେ ବ୍ରାହ୍ମଣଙ୍କୁ ଖାଦ୍ୟ ନ ଦେଇ ନିଜେ ଖାଇକି ଚାଲି ଆସିଛ? ଆଉ ଦ୍ୱାରକାରେ କିଛି ଶତ୍ରୁ ଆକ୍ରମଣ କଲେ ନା ତୁମେ ଅପମାନ ପାଇ ସେଠୁ ଫେରି ଆସିଛ? ଆଉ ଆମର ମାମୁଁ ବାସୁଦେବ ଓ ମାଇଁ ଦେବକୀ ଠିକ୍ ଅଛନ୍ତି ତ? ମୋତେ ଲାଗୁଛି ଭ୍ରାତା ବଳରାମଙ୍କ ବାହୁବଳ ଦ୍ୱାରା ଦ୍ୱାରକା ସୁରକ୍ଷିତ ଥିବ। ତା ସହିତ 3 ଲୋକର ସ୍ୱାମୀ ପ୍ରଭୁ ଶ୍ରୀ ଭଗବାନ ଶ୍ରୀକୃଷ୍ଣ କିଛି ତ ଖରାପ ହେବାକୁ ଦେବ ନାହିଁ। ଏମିତି ଭାବରେ ସେ ଗୋଟେ ପରେ ଗୋଟେ ପ୍ରଶ୍ନ ପଚାରିବାକୁ ଲାଗିଥିଲେ। ଏମିତି କିଛି ସମୟ ଗଲା ପରେ ଅର୍ଜୁନ ଶାନ୍ତ ହୋଇଥିଲେ, କିନ୍ତୁ ଅଚାନକ ସେ କାନ୍ଦିବାକୁ ଲାଗିଲେ। ସେ କହିଲେ, ଭାଇ, ଆମର ଶକ୍ତି ଏ ଦୁନିଆରେ ଆଉ ନାହାନ୍ତି। ମୋର ସେ ବାହୁବଳ ନାହିଁ ଯାହାକୁ ନେଇ ମୁଁ ଧର୍ମଯୁଦ୍ଧରେ ଧର୍ମ ରକ୍ଷା କଲି। ଆଉ ମଧ୍ୟ ଇନ୍ଦ୍ରକୁ ଜୟ କରିବା ସହିତ ପିତାମହ ଭୀଷ୍ମ, କର୍ଣ୍ଣ ଆଉ ଗୁରୁ ଦ୍ରୋଣକୁ ମଧ୍ୟ ଜିତି ପାରିଥିଲି। ମୋର ସେଇ ବାହୁବଳ ଯାହାଦ୍ୱାରା ମୁଁ ଗନ୍ଧର୍ବମାନଙ୍କୁ ମଧ୍ୟ ଜିତିଥିଲି। ଆଉ ମୋର ସେଇ ଶକ୍ତି ଆଉ ତେଜ ପ୍ରଭୁ ଶ୍ରୀକୃଷ୍ଣ ମୋ ଠାରୁ ଛଡ଼ାଇ ନେଇଛନ୍ତି। ସେ ମୋତେ ଠକି ଦେଇ ପୃଥିବୀ ଛାଡ଼ି ଚାଲିଗଲେ। ଆଉ ସେ କହିଲେ, ଆଉ ମୋ ଆଖି ସାମ୍ନାରେ ପୁରା ଯାଦବ କୁଳ ନିଜ ଭିତରେ ନିଜେ ଲଢ଼ି ନଷ୍ଟ ହୋଇଗଲେ। ମୁଁ ସେ ସବୁ ଦେଖିଲି କିନ୍ତୁ କିଛି କରିପାରିଲି ନାହିଁ। କିନ୍ତୁ ଏଥର ଯୁଧିଷ୍ଠିର ଜାଣିଗଲେ। ସେ ଜାଣିଗଲେ ଯେ ଗୋଟେ ଯୁଗର ଅନ୍ତ ଘଟିଛି। ପ୍ରଭୁଙ୍କ ମୃତ୍ୟୁ ସହ ପୃଥିବୀରେ ସବୁ କିଛି ଶୂନ୍ୟ ହୋଇଯାଇଛି। ସବୁ ପଶୁପକ୍ଷୀ, ବୃକ୍ଷ, ଆକାଶ ସମସ୍ତଙ୍କ ଆଚରଣ ଓଲଟା ପଡ଼ିଯାଇଛି। ଆଉ ସେ ଦେଖିଲେ ପକ୍ଷୀଙ୍କର ସେ ରାବରେ ଆଉ ସେ ମଧୁରତା ନାହିଁ। ପକ୍ଷୀଙ୍କର ସେ ଧ୍ୱନି ତାଙ୍କ କର୍ଣ୍ଣକୁ କଷ୍ଟ ପ୍ରଦାନ କରୁଥିଲା। 3 ଭାଇ ରଥରେ ବସି ରାଜ୍ୟ ଆଗକୁ ଅଗ୍ରସର ହୁଅନ୍ତେ। ଯେତେବେଳେ ରାଜ୍ୟର ସୀମାନ୍ତରେ ପହଞ୍ଚିଲେ ସେ ଦେଖିଲେ ଲୋକମାନେ କ୍ରୋଧୀ ହୋଇଗଲେଣି। ରାଗରେ ପରସ୍ପର ଭିତରେ ମାଡ଼ଗୋଳ ହେଉଛନ୍ତି, ଲୋକ ଚୋରି କରୁଛନ୍ତି। ଏଭଳି ଅସଦାଚରଣ ଆଚରଣ କରୁଛନ୍ତି ଯେମିତି ସେ ଆଗରୁ କେବେ ଦେଖିନଥିଲେ।
ଆଉ ସେ କହିଲେ ଏଥର ଆମର ଅନ୍ତ ସମୟ ଆସିଗଲା ଆଉ ଏଥିସହିତ ଆମ ଯୁଗର ଅନ୍ତ ଘଟିଲା। ଆଉ ସେ ସମସ୍ତଙ୍କୁ ପାଖକୁ ଡାକି କହିଲେ ବର୍ତ୍ତମାନ ପ୍ରଭୁ ଶ୍ରୀକୃଷ୍ଣ ଆମ ପାଖରେ ନାହାନ୍ତି। ଏଥିସହିତ ଗୋଟେ ଯୁଗର ଅନ୍ତ ଘଟିଛି। ବର୍ତ୍ତମାନ ଆମକୁ ବି ଅନ୍ତ ଆଡ଼କୁ ଅଗ୍ରସର ହେବାକୁ ପଡ଼ିବ। ଏଥିସହିତ ଏହି କାହାଣୀର ସମାପ୍ତ ଏଠି ଘଟିଛି। ଆଉ ଗୋଟେ ଜିନିଷ ଆମେ ଏଥିରୁ ଜାଣିଲେ ଯେ ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ ନାହାନ୍ତି ସେଠାରେ ସବୁ କିଛି ବିପରୀତ ହେଇଯିବ। ଯେମିତି ଧର୍ମ ଅଧର୍ମ ହେଇଯିବ, ଲୋକଙ୍କର ପ୍ରକୃତି ଅସଦାଚରଣ ସବୁ ପରିବର୍ତ୍ତନ ଘଟିବା ସହିତ ଖରାପ ଜିନିଷର ବୃଦ୍ଧି ଘଟିବ। ଆଉ ଆମେ ଜାଣିଲେ ଯେ ଶ୍ରୀକୃଷ୍ଣ ହେଉଛନ୍ତି ଶକ୍ତି ଆଉ ଧର୍ମ। ଆଉ ମୋତେ କ'ଣ କରନ୍ତୁ ନା ଗୋଟେ ଲାଇକ୍ ଦେଇ ମୋଟିଭେଟ୍ କରନ୍ତୁ ଏଇଭଳି ଭିଡ଼ିଓ ବନେଇବା ପାଇଁ।